ମୋହିନୀ ଏକାଦଶୀର ବ୍ରତ କଥା। ମୋହିନୀ ଏକାଦଶୀ ବୈଶାଖ ମାସ ଶୁକ୍ଳ ପକ୍ଷରେ ପାଳନ କରାଯାଏ। ଏହି ବ୍ରତର ମହାତ୍ମ୍ୟ ସମସ୍ତ ପାପରୁ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ ରହିଛି। ମୋହିନୀ ଏକାଦଶୀର ବ୍ରତ କଥା। ପ୍ରାଚୀନ କାଳରେ ସରସ୍ୱତୀ ନଦୀ କୂଳରେ ଭଦ୍ରାବତୀ ନାମକ ଏକ ସୁନ୍ଦର ନଗରୀ ଥିଲା। ସେଠାରେ ଦୂତୀମାନ କେତେକ ସ୍ଥାନରେ ଧନପାନ ବୋଲି ଉଲ୍ଲେଖ ଅଛି ନାମକ ଜଣେ ପୁଣ୍ୟାତ୍ମା ରାଜା ରାଜତ୍ୱ କରୁଥିଲେ। ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ ଏବଂ ଅତ୍ୟନ୍ତ ଦୟାଳୁ ଥିଲେ। ରାଜାଙ୍କର 5ଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ସବୁଠାରୁ ସାନ ପୁଅର ନାମ ଥିଲା ଦୁଷ୍ଟବୁଦ୍ଧି। ନାମ ଅନୁସାରେ ତାର କର୍ମ ମଧ୍ୟ ଖରାପ ଥିଲା। ସେ ସର୍ବଦା ପାପ କାର୍ଯ୍ୟରେ ଲିପ୍ତ ରହୁଥିଲା, ମଦ୍ୟପାନ କରୁଥିଲା ଏବଂ ପିତାଙ୍କର ଧନକୁ ଅଯଥାରେ ଖର୍ଚ୍ଚ କରୁଥିଲା। ନିଜ ପୁଅର ଏପରି ଆଚରଣରେ ଅତିଷ୍ଠ ହୋଇ ରାଜା ତାଙ୍କୁ ଘରୁ ବାହାର କରିଦେଲେ। ଘରୁ ବାହାରିବା ପରେ ଦୁଷ୍ଟବୁଦ୍ଧି ପାଖରେ ଥିବା ସମସ୍ତ ଅଳଙ୍କାର ଓ ଧନ ସରିଗଲା। ବନ୍ଧୁମାନେ ମଧ୍ୟ ତାଙ୍କୁ ପରିତ୍ୟାଗ କଲେ। ସେ କ୍ଷୁଧାର୍ତରେ ଆତୁର ହୋଇ ଜଙ୍ଗଲରେ ବୁଲିବାକୁ ଲାଗିଲା। ଦିନେ ସେ ବୁଲୁ ବୁଲୁ କୌଣ୍ଡନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା। ଯେତେବେଳେ ବୈଶାଖ ମାସ ଚାଲିଥିଲା ଏବଂ ଋଷି ଗଙ୍ଗା ସ୍ନାନ କରି ଫେରୁଥିଲେ, ଋଷିଙ୍କ ଓଦା ବସ୍ତ୍ରର କିଛି ପାଣି ଟୋପା ଦୁଷ୍ଟବୁଦ୍ଧି ଉପରେ ପଡ଼ିଲା, ଯାହାଫଳରେ ତାର ବୁଦ୍ଧି ଶୁଦ୍ଧ ହେବାକୁ ଲାଗିଲା। ଦୁଷ୍ଟବୁଦ୍ଧି କାନ୍ଦି କାନ୍ଦି ଋଷିଙ୍କ ପାଦ ତଳେ ପଡ଼ିଗଲା ଏବଂ ନିଜର ପାପରୁ ମୁକ୍ତି ପାଇବା ପାଇଁ ଉପାୟ ମାଗିଲା। ଋଷି ଦୟା ଉପବେଶର ହୋଇ କହିଲେ, ହେ ପ୍ରଭୁ, ତମେ ବୈଶାଖ ଶୁକ୍ଳ ପକ୍ଷରେ ଆସୁଥିବା ମୋହିନୀ ଏକାଦଶୀ ବ୍ରତ ପାଳନ କର। ଏହି ବ୍ରତ ପ୍ରଭାବରୁ ମନୁଷ୍ୟର ଜନ୍ମାନ୍ତର ପାପ ନଷ୍ଟ ହୋଇଥାଏ। ଋଷିଙ୍କ କଥା ଅନୁସାରେ ଦୁଷ୍ଟବୁଦ୍ଧି ପୁଣ୍ୟ ନିଷ୍ଠାର ସହ ଏହି ବ୍ରତ ପାଳନ କଲା। ବ୍ରତ ପ୍ରଭାବରୁ ସେ ସମସ୍ତ ପାପମୁକ୍ତ ହୋଇ ଦିବ୍ୟ ଶରୀର ପ୍ରାପ୍ତ ଏବଂ ଶେଷରେ ଗରୁଡ଼ ଉପରେ ବସି ବିଷ୍ଣୁ ଲୋକଙ୍କୁ ଆଗମନ କଲା। ଏହି ବ୍ରତ ମୁଖ୍ୟତଃ ପାପରୁ ମୁକ୍ତି ଏବଂ ମୋହ ମାୟା ଜାଲରୁ ବାହାର ପାଇଁ ପାଳନ କରାଯାଏ। ପୌରାଣିକ ମତ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଅମୃତ ରକ୍ଷା ପାଇଁ ଭଗବାନ ବିଷ୍ଣୁ ଏହି ଦିନ ମୋହିନୀ ରୂପ ଧାରଣ କରିଥିଲେ। ଯେଉଁ ବ୍ୟକ୍ତି ଏହି କଥାକୁ ଶୁଣେ ବା ପଢ଼େ ସେ ସହସ୍ର ଗୋଦାନର ପୁଣ୍ୟ ପ୍ରାପ୍ତ କରେ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଓ ହଳଦିଆ ଫୁଲରେ ପୂଜା କରିବା ଶୁଭଦାୟକ ହୋଇଥାଏ। ଯଦି ଆପଣମାନଙ୍କୁ ଏହି ମୋହିନୀ ଏକାଦଶୀ କଥାଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବେ। ଆଉ କମେଣ୍ଟରେ ଓಂ ନମୋ ଭଗବତେ ବାସୁଦେବ ନିହାତି ଲେଖିବେ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏମିତି ପୌରାଣିକ କାହାଣୀ ଶୁଣିବା ପାଇଁ।